ନା ନା ସେମିତି ସେମିତି କିଛି ହେଇନି କି ହବାର ନାହିଁ। ସେ ତାଙ୍କର ଅଭିଯୋଗ କଥା କହୁଥିଲେ, ତେଣୁ ସେ କଥାର କିଛି ମାନେ ଇଏ ନାହିଁ, ସେମିତି କିଛି ବିରୋଧାଭାସ କଥା ନାହିଁ। ନବୀନ ବାବୁଙ୍କ ନେତୃତ୍ୱକୁ ସମସ୍ତେ ଗ୍ରହଣ କରୁଛନ୍ତି, ନବୀନ ବାବୁଙ୍କ ନେତୃତ୍ୱକୁ ସମସ୍ତେ ସ୍ୱୀକାର କରୁଛନ୍ତି। ବିଜୁ ଜନତା ଦଳ ଏକତାପୂର୍ଣ୍ଣ ଭାବରେ ରହିଯାଇଛି। ଦେଖୁଥିବେ ଯେପରି ଭାବରେ ପ୍ରଭାତ ବିଶ୍ୱାଳଙ୍କର ଯେପରି କହୁଥିଲେ ଯେ ଆକୁ କରନ୍ତୁ ନାହିଁ, ମାନେ ରାଜ୍ୟସଭା କ୍ୟାଣ୍ଡିଡେଟ୍ ଦିଅନ୍ତୁ ନାହିଁ, କିନ୍ତୁ ସେ କହିଲେ ଯେ ଆମେ ଫାଇନାଲ କରୁଛୁ ଦିଆଯିବ। ତାକୁ ନେଇକି ବିରୋଧାଭାସ ହେଇଥିଲା, ଠେଲାପେଲା ମଧ୍ୟ ହେଇଥିଲା। କିଛି ଠେଲାପେଲା ସେସବୁ କଥା ବେକାର କଥା କିଛି ହେଇନି। ଶୁଣନ୍ତୁ, ଏହା ହେଉଛି ଗଣତନ୍ତ୍ରର ଗୋଟେ ସୌନ୍ଦର୍ଯ୍ୟ। ଆପଣ ଆପଣଙ୍କର ମତ ଦେଇପାରିବେ, ମୁଁ ମୋ ମତ ଦେଇପାରିବି, ସମସ୍ତେ ସମସ୍ତଙ୍କ ମତ ଦେଇପାରିବେ, ତାପରେ ଦଳପତି ଯୋଉ କଥାଟାକୁ ନିଷ୍ପତ୍ତି ନେବେ। ତେଣୁ ବ୍ୟକ୍ତିଗତ ମତ ଦବାରେ କିଛି ଅସୁବିଧା ନାହିଁ, କିନ୍ତୁ ଦଳ ନିଷ୍ପତ୍ତି ଯାହା ସେ ନିଷ୍ପତ୍ତି ସମସ୍ତେ ଗ୍ରହଣ କରିବେ। ସମ୍ପୃକ୍ତ ମିଶ୍ରକୁ ସେ ବିରୋଧ କରୁଛନ୍ତି, କହୁଛନ୍ତି ଯେ ଯିଏ ଦଳ ପାଇଁ କାମ କରିଛି ତାଙ୍କୁ ଦିଆଯାଉ। ଯେପରି ସୁଜାତା କାର୍ତ୍ତିକାନ କୁହନ୍ତୁ, ବିକେ ପାଣ୍ଡିଆନ କଥା କୁହନ୍ତୁ, ତାଙ୍କୁ ଦିଆଯାଉ। ସେ ଓଡ଼ିଶା ଦଳ ପାଇଁ କାମ କରିଥିଲେ, ଆଗକୁ ମଧ୍ୟ କାମ କରିବେ। ଦଳ ପାଇଁ ବହୁତ ଲୋକ କାମ କରୁଛନ୍ତି, ବହୁତ ଲୋକ ବି ପୁରସ୍କୃତ ହେବାର ଆବଶ୍ୟକତା ଅଛି। ସମୟ ଅଛି, ସମୟ ଆଗକୁ କହିବ। ତେଣୁ ଯାହା ଦଳର ଦଳପତି ନିଷ୍ପତ୍ତି ନେଇଛନ୍ତି, ଯାହା ଦଳର ରାଜନୈତିକ ବେପାର କମିଟି ନିଷ୍ପତ୍ତି ନେଇଛି, ସେ ନିଷ୍ପତ୍ତି ଫାଇନାଲ। ତାହେଲେ ସମ୍ପୃକ୍ତ ମିଶ୍ରକୁ ବିରୋଧ କାହିଁ କଲେ? ସିଏ ମଧ୍ୟ ଆଜି ପ୍ରେସମିଟ୍ କରି କହିସାରିଲେଣି ଯେ ପ୍ରଭାତ ବିଶ୍ୱାଳ କାହାର କାହା ପ୍ରତି ବ୍ୟକ୍ତିଗତ ଅସୁଆଥ ହେଇପାରେ, କିନ୍ତୁ ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ ଦଳର ନିଷ୍ପତ୍ତି ଯାହା ସମସ୍ତେ ଗ୍ରହଣ କରିବେ। ନବୀନ ବାବୁଙ୍କୁ ବ୍ୟକ୍ତିଗତ ଭେଟିକି କହିବାର ଥିଲା, କିନ୍ତୁ ଯାଇକି ସର୍ବସମୂହରେ କହିବାଟା କେତେ ଦୂର ଯଥାର୍ଥ? ସେ ତ ଜଣେ ସିନିୟର ଦଳ ରାଜନୀତିରେ ସିନିୟର ବ୍ୟକ୍ତିତ୍ୱ, ଦଳର ବ୍ୟକ୍ତିତ୍ୱ, ତେଣୁ ସେ କଥାଟା ମୁଁ ତାଙ୍କୁ ଶିଖେଇବି। ଏ ଶୃଙ୍ଖଳା କମିଟି ଆକୁ ବିଚାର କରିବ। ସେ କଥା ନଜର ରଖିଛି ଶୃଙ୍ଖଳା କମିଟି, ସେ କଥାଟାକୁ ବିଚାର କରି ପରବର୍ତ୍ତୀ ଅବସ୍ଥାରେ ବିଚାର କରାଯିବ। Sivananda Centenary Boys School. Admission open from class 6th to 11th. Science and Commerce. For more inquiry, contact on below details.